ମା ସମସ୍ତଙ୍କୁ ମୋର ପ୍ରଣାମ। ମା ଏଠି ଲେଖୁଛନ୍ତି, ତୁମେ ଏକକାଳୀନ ଦୁଇଟି ଅବସ୍ଥା ରହିପାରେ, ସେତେବେଳେ ତୁମେ ଆସ୍ପୃହା କରିପାର, ଯାହା ଫଳରେ କି ଉର୍ଦ୍ଧ୍ୱରୁ ଉତ୍ତର ଆସେ ଏବଂ ଠିକ ସେଇ ସମୟରେ ବି ଏକାବେଳେ କି ଉର୍ଦ୍ଧ୍ୱର ସେଇ ପ୍ରତ୍ୟୁତ୍ତରକୁ ଗ୍ରହଣ କରିପାର, ସେଥିପାଇଁ ନିଜକୁ ଉନ୍ମୋଚିତ ରଖିପାର। ଆସ୍ପୃହା ଗ୍ରହଣଶୀଳତା ମା ସ୍ପଷ୍ଟ କରୁଛନ୍ତି, ଜଣେ ଯେତେବେଳେ ଆସ୍ପୃହା କରେ ଏକା ଦିଟା ଏକା ସାଙ୍ଗରେ କଥା ଉଠେ, ମାନେ ମୁଁ ଆସ୍ପୃହା କରିବି ଏବଂ ଉତ୍ତର ଆସିବ, ଦିଟା ଯାକ ଏକା ସାଙ୍ଗରେ ହୁଏ। ଏଠି ଆମେ ଦେଖିବା ଯେ ପ୍ରକୃତରେ ଆସ୍ପୃହା କହିଲେ କଣ ବୁଝୁ ଏବଂ ସେଇଟା କଣ କରେ, ସେ କଥାଟି ଏଠି ମା ବର୍ଣ୍ଣନା କରୁଛନ୍ତି କ୍ଲିୟରଲି। କୋଉଟା ଇଚ୍ଛା କୋଉଟା ଆସ୍ପୃହା, କାହିଁକିନା ଆମେ ସାଧାରଣତଃ ଆସ୍ପୃହା କହିଲେ ବୁଝୁଛୁ ଇଚ୍ଛା କରିବା ବୋଲି। ମୁଁ ଇଚ୍ଛା କରୁଛି, ତାପରେ ତାକୁ ଆମେ ଆଉ ଗୋଟେ ଶବ୍ଦ କହୁଛନ୍ତି ସଂକଳ୍ପ କରିବା। ମୁଁ ସଂକଳ୍ପ କଲି ଆଉ ଆସ୍ପୃହା କଲି। ଆମେ ସାଧାରଣତଃ ବାହ୍ୟ ଆବଶ୍ୟକତା ଉପଯୋଗିତା ମୋ ପାଇଁ ସେଟା ହେଇଥାଇପାରେ ନ ହେଇଥାଇପାରେ, କିନ୍ତୁ ମୁଁ ଭାବୁଛି ଏଇଟା ମୋ ପାଇଁ ଦରକାରୀ, ମୁଁ ସେଇଟାକୁ ଚାହୁଁଛି, ଯୋଉଟା ତାକୁ ଆମେ କହୁଛନ୍ତି ଇଚ୍ଛା ବୋଲି। ତାପରେ ଯେତେବେଳେ କୌଣସି ଜଣ ଯୋଉଟା ମୁଁ ଚାହୁଁଛି କିନ୍ତୁ ତାକୁ ପାଇବି ବୋଲି ମୁଁ ଦୃଢ ଇଚ୍ଛା ପୋଷଣ କଲି, ସେଇଥିରେ ଲାଗି ରହିବା ପାଇଁ ଯୋଉ ଆମେ ଇଚ୍ଛା କରୁ ବା ଯାହା କରୁ ତାକୁ ଆମେ କହୁଛନ୍ତି ସଂକଳ୍ପ କରୁଛେ। କୌଣସି ଏକ ଜିନିଷକୁ ଦୃଢ ଭାବେ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରିବା, ଦୃଢ ଭାବେ ଚେଷ୍ଟା କରିବା, ନିଷ୍ଠାପର ଭାବରେ ଚେଷ୍ଟା କରିବା, ପ୍ରାପ୍ତ ହବା ପର୍ଯ୍ୟନ୍ତ ଲାଗି ରହିବାକୁ ଆମ ଭିତରେ ଯୋଉ ସ୍ପନ୍ଦନ ବା ଯୋଉ କ୍ରିୟାଟି ଘଟେ ତାକୁ ଆମେ କହୁଛୁ ସଂକଳ୍ପ। ବେଳେ ବେଳେ ଜଣେ ଜଣେ ସଂକଳ୍ପ କରିପାରେ ତାର ବାହ୍ୟ କୌଣସି ଜିନିଷ ପ୍ରାପ୍ତ କରିବା ପାଇଁ କିମ୍ବା ଆନ୍ତର ଜିନିଷ କିଛି ପ୍ରାପ୍ତ କରିବା ପାଇଁ। ଯେତେବେଳେ ଅନ୍ତର ସତ୍ତା ଅନୁସାରେ ଯାହା ଆବଶ୍ୟକ, ଚୈତ୍ୟ ସତ୍ତା ଯାହା ପରିପ୍ରକାଶ କରିବା ପାଇଁ ଚାହୁଁଛି, ଚୈତ୍ୟ ସତ୍ତା ଯାହା ଆମେ ହୋଇ ଉଠିବାକୁ ଚାହୁଁଛି, ଆମର ବାହ୍ୟ ମନ ପ୍ରାଣ ଶରୀର ହୋଇ ଉଠିବାକୁ ଯାହା ଚୈତ୍ୟ ସତ୍ତା ମନେ କରୁଛି ବା ଆବଶ୍ୟକ କରୁଛି, ସେଇ ବସ୍ତୁ ସକଳକୁ ବା ସେଇ ଅଗ୍ରଗତି ସକଳକୁ ବା ସେଇ ଗତିକ୍ରିୟା ଗୁଡିକୁ ଯେତେବେଳେ ଆମେ ପ୍ରାପ୍ତ କରିବା ପାଇଁ ସଂକଳ୍ପ କରୁଛନ୍ତି ତାକୁ ଆମେ ଆସ୍ପୃହା କୁହନ୍ତି। ତେଣୁ ଯେତେବେଳେ ଜଣେ ଆସ୍ପୃହା କରେ ସେତେବେଳେ ତା ଭିତରେ ସେ ଯୋଉ ଉତ୍ତରଟି ଉପରୁ ଆସେ ତାକୁ ଧରି ରଖିବା ପାଇଁ ତା ଭିତରେ ଆଧାରଟିଏ ପ୍ରସ୍ତୁତ ହେଇଯାଏ ବା ଆମେ ତାକୁ କହୁ କଣ ଗୋଟେ ଜିନିଷ ଖୋଲି ଉଠେ। ଏଠି ଯୋଉ ଚିତ୍ରଟି ରହିଛି ବାଳକ ଧ୍ରୁବଙ୍କର ତପସ୍ୟା ଏଠି ରହିଛି। ଯେତେବେଳେ ଧ୍ରୁବ 10-12 ବର୍ଷର ବାଳକ ଥିଲେ ସେତେବେଳେ ଆମେ ଜାଣିଛନ୍ତି ତାଙ୍କ ମା, ଯାହାକି ନାଁ ହଉଛି ସୁନୀତି, ସିଏ ତାଙ୍କୁ ଛୋଟ ବେଳୁ ଏମିତି ଭାବରେ ଗଢିଥିଲେ ଯେ ସିଏ ସବୁବେଳେ କିପରି ଭାବରେ ନିଜ ଉପରେ ନିଜର ଯୋଉ ଗତିବୃତ୍ତି ଗୁଡିକ ପ୍ରଭାବ ନ ପକେଇବ, ସେଥିପାଇଁ ସେ ସବୁବେଳେ ତାଙ୍କୁ ଚେଷ୍ଟା କରୁଥିଲେ ସେ ଯେପରି ନିଜକୁ ନିଜେ ନିୟନ୍ତ୍ରଣ କରିବା ଶିଖିବେ। କିନ୍ତୁ ଗୋଟେ ଦିନ ଘଟଣାଟି ଘଟିଲା, ଯୋଉ ଘଟଣାଟି ଆମେ ଜାଣିଛନ୍ତି ଯେ ସେ ବାପାଙ୍କ କୋଳରେ ଯେତେବେଳେ ବସିବା ପାଇଁ ଯାଇଛି ବସି ପାରିନାହିଁ, ସେତେବେଳେ ସେ ଆସି ତା ମା କୁ ପଚାରୁଛି, ତା ମା ସେଠୁ ନାରାୟଣଙ୍କର ଆଡ୍ରେସଟି ଦଉଛନ୍ତି। ବର୍ତ୍ତମାନ ତାଙ୍କ ଭିତରେ ଏକ ଦୃଢ ସଂକଳ୍ପ ଜାତ ହେଲା ଯେ ମୁଁ ନାରାୟଣଙ୍କୁ ଦର୍ଶନ କରିବି, ଯିଏ ସମସ୍ତ ଜଗତର ହଉଛନ୍ତି ସ୍ରଷ୍ଟା, ଜଗତର ପିତା, ତାଙ୍କୁ ମୁଁ ଦର୍ଶନ କରିବି, ତାଙ୍କୁ ମୁଁ ପ୍ରାପ୍ତ କରିବି ଏବଂ ତାଙ୍କ ପାଖରୁ ଏଇ ପ୍ରଶ୍ନର ଉତ୍ତର ପ୍ରାପ୍ତ କରିବି। ତେଣୁ ସେଇ ସଂକଳ୍ପକୁ ପ୍ରାପ୍ତ କରିବା ପାଇଁ ସେ ଯୋଉ ଲାଗି ରହିଲେ, ଖୋଜି ଚାଲିଲେ କୋଉଠି କୋଉଠି ଧୀରେ ଧୀରେ ତାଙ୍କ ଭିତରେ
ଯେତେବେଳେ ଜଣେ ଗୋଟେ ଉଚ୍ଚ ଚେତନାର କୌଣସି ଜିନିଷକୁ ପ୍ରାପ୍ତ କରିବା ପାଇଁ ସଂକଳ୍ପ କରିକି ପ୍ରଚେଷ୍ଟାରତ ରହୁଛି, ସେତେବେଳେ ତା ଭିତରେ ଓପନିଂ ହୁଏ। ଆମେ ତାକୁ କହୁ ଚିତ୍ତ ଶୁଦ୍ଧି ଘଟେ। ବାହ୍ୟ ଯେତକ ଆବରଣ ବା ବାହ୍ୟ ଅଶୁଦ୍ଧି ଯେତକ ଥାଏ, ସିଏ କେମିତି କଣ ଚାଲିଯାଏ, ସେ ଘଟଣାଟି ଆମେ ଧ୍ରୁବଙ୍କ କଥାରେ ଦେଖୁଛନ୍ତି। କାହିଁକିନା ଧୀରେ ଧୀରେ ଭୋକ ଶୋଷ ସେ ଭୁଲି ଯାଉଛନ୍ତି। ସେ କହୁଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କୁ ପ୍ରାପ୍ତ ନ କରିଛି ସେ ପର୍ଯ୍ୟନ୍ତ ଅନ୍ନ ଜଳ ତ୍ୟାଗ କରୁଛନ୍ତି। ନାରଦ ଆସି ତାଙ୍କୁ ବୁଝେଇଛନ୍ତି, ଶେଷକୁ ଲକ୍ଷ୍ମୀ ଆସି ବୁଝେଇଛନ୍ତି, କିନ୍ତୁ ସିଏ ଗୋଟିଏ ତାଙ୍କର ରହିଲା ସଂକଳ୍ପ ଯେ ମୁଁ ନାରାୟଣଙ୍କୁ ପ୍ରାପ୍ତ କରିବି। ତେଣୁ ସେଠି ତାଙ୍କ ଭିତରେ ସେ ପ୍ରକାରର ଯୋଉ ଶକ୍ତି ଅନ୍ତରରୁ ଉତ୍ପନ୍ନ ହେଲା, ଯୋଉଟା କି ଖାଦ୍ୟ ବିନା ଏତେ ଦିନ ଧରି ରହିବା କେମିତି ସମ୍ଭବ ହେଲା। ତାମାନେ ସେ ଯୋଉ ଆସ୍ପୃହାଟି କଲେ ନାରାୟଣକୁ ପ୍ରାପ୍ତ କରିବେ, ତାଙ୍କ ଭିତରେ ଏମିତି ଏକ ଗ୍ରହଣଶୀଳତା ସୃଷ୍ଟି ହେଲା, ଯାହା ଫଳରେ ବିଶ୍ୱ ପ୍ରାଣ ସତ୍ତାରୁ ଯୋଉ ଶକ୍ତି ସୂକ୍ଷ୍ମ ଭାବେ ତାଙ୍କ ଭିତରେ ପ୍ରବେଶ କରିବାକୁ ଆରମ୍ଭ କଲା, ଯଦ୍ୱାରା ସେ ତିଷ୍ଠି ରହିପାରିବେ। ଯଦି ସେତିକି ବିଶ୍ୱ ପ୍ରାଣ ସତ୍ତାରୁ ବା ବିଶ୍ୱ ପ୍ରାଣ ଶକ୍ତିରୁ ତାଙ୍କ ଭିତରକୁ ନ ଆସେ, ତେବେ ସିଏ ବିନା ଖାଦ୍ୟରେ ଏବଂ ଆମେ ଜାଣିଛନ୍ତି ଆମ ଭିତରେ ମନ କେତେ ପ୍ରକାରର ଚିନ୍ତା ନେଇକି ଆସେ, କେତେ ପ୍ରକାରର ଗତିବୃତ୍ତି ତା ଭିତରେ ସବୁବେଳେ ଉଙ୍କି ମାରେ। ଆମେ ସମସ୍ତେ ଦେଖିଥିବା, ଟିକେ ସମୟ ଯଦି ଧ୍ୟାନରେ ବସି ଯାଉଛେ, ସାଙ୍ଗେ ସାଙ୍ଗେ କେତେ ଚିନ୍ତା, କେତେ କଥା, କେତେ କେତେ ମାଡି ଆସେ। କିନ୍ତୁ ଯେତେବେଳେ ସିଏ ଆସ୍ପୃହା କରୁଛନ୍ତି କେବଳ ନାରାୟଣଙ୍କୁ ପ୍ରାପ୍ତ କରିବେ, ସେତେବେଳେ ସେଇ ଚିନ୍ତା ଉପରେ ତାଙ୍କର ତାଙ୍କ ଅଜାଣତରେ ବି ହେଇପାରେ ଯେ ନିୟନ୍ତ୍ରଣ ଆସିଯାଇଛି। ଏବଂ ସେ ଚିନ୍ତା, ଆମେ ଯଦି ଆଉ ଗୋଟେ ଆଙ୍ଗଲରୁ କହିବା ଯେ ସେ ଚିନ୍ତା ପଶିବା ପାଇଁ ବାଟ ପାଇନାହିଁ, କାରଣ ତାଙ୍କର ଆଧାର ଏମିତି ଭାବରେ ପ୍ରସ୍ତୁତ ହେଇଯାଉଛି, ଯୋଉଠିକି ଚିନ୍ତାର ଯୋଉ ଅନ୍ୟ ଚିନ୍ତା ଯୋଉଗୁଡା କି ତାଙ୍କର ଆସ୍ପୃହା ପାଇଁ ବାଧକ ସୃଷ୍ଟି କରୁଛି, ସେଗୁଡାକ ଧୀରେ ଧୀରେ ବନ୍ଦ ହବା ଆରମ୍ଭ ହେଇଛି। ଏଇଠି ଆଉ ଗୋଟେ ଉଦାହରଣ ବି ଦିଆ ହେଇଛି ଯେ ସୁଦାମା ଏବଂ କୃଷ୍ଣଙ୍କର କଥା। ଦେଖନ୍ତୁ, ସୁଦାମା ତାଙ୍କ ଭିତରେ ଗୋଟେ ନୀତିର ଗୋଟେ ଧାରଣା ରହିଥିଲା ଯେ ମୋ ସଖା ଜଣେ ଭଗବାନ ହେଲେ ମଧ୍ୟ ମୋ ସଖା, ସାଙ୍ଗକୁ କେମିତି ମାଗିବି। ଜାଣୁଛନ୍ତି ଭଗବାନ, କିନ୍ତୁ ସେ ମାଗି ପାରୁନାହାନ୍ତି। କାହିଁ ମାଗି ପାରୁନାହାନ୍ତି? ନୀତି ନିୟମ ଇତ୍ୟାଦି ତାଙ୍କ ପାଖରେ ରହିଛି। ଯେତେବେଳେ ତାଙ୍କ ପତ୍ନୀକୁ କହୁଛନ୍ତି ଯେ ତମେ ମାଗ ନ ମାଗ, ସଖାକୁ ଥରେ ଦେଖା କରି ଆସ, ବର୍ତ୍ତମାନ ତାଙ୍କ ଭିତରେ ଗୋଟେ ଆବେଗ ବା ଗୋଟେ ସ୍ପନ୍ଦନ, ଯାହା ଆପଣ ଅନୁମାନ କରନ୍ତୁ ଯେ ମୁଁ ସଖାକୁ ଦେଖିବି। ସଖାକୁ ଦେଖିବି ବୋଲି ତାଙ୍କ ଭିତରେ ଯୋଉ ସ୍ପୃହାଟି ଜାଗ୍ରତ ହେଇଛି, ଯେହେତୁ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ଭିତରେ ସେ ସ୍ପୃହାଟି ଆସିଛି, ତାକୁ ଆସ୍ପୃହା କୁହାଯାଏ। ସେଇ ଆସ୍ପୃହା ଫଳରେ ଯେତେବେଳେ କୃଷ୍ଣଙ୍କ ସହିତ ତାଙ୍କର ଦେଖା ହେଇଛି, ମାଗନ୍ତୁ ବା ନ ମାଗନ୍ତୁ, କୃଷ୍ଣ ଯୋଉ ତାଙ୍କରୁ ଚାଉଳ ମୁଠାଟି ଖାଇଛନ୍ତି, ଚାଉଳ ଖୁଦ ମୁଠା, ଖୁଦ ଭଜା ହେଇଛି ଏବଂ ମୁଠା ଗ୍ରହଣ କରିଛନ୍ତି, ସେଇ ଯେତିକି ଥର ସେ ଗ୍ରହଣ କରୁଛନ୍ତି, ସେପଟରେ ତାଙ୍କର ଐଶ୍ୱର୍ଯ୍ୟ ବୃଦ୍ଧିପ୍ରାପ୍ତ ହେଇଛି। ତାମାନେ ସେ ତାଙ୍କର ଭଗବାନଙ୍କ ସହିତ ନିବିଡତା ଯେତିକି ନିକଟତର ହଉଛି, ତାମାନେ ତାଙ୍କ ଭିତରେ ଥିବା ସେ ଯୋଉ ଆସ୍ପୃହାଟି, ଭଗବାନଙ୍କୁ ପ୍ରାପ୍ତ କରିବାର ଯୋଉ ଆସ୍ପୃହା, ତେଣୁ ଯେତେବେଳେ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଆମ ଭିତରେ ଯୋଉ ସ୍ପୃହାଟି ଆସୁଛି, ତାକୁ ଆମେ ଆସ୍ପୃହା କହୁଛନ୍ତି। ତେଣୁ ସେ ଆସ୍ପୃହା ଫଳରେ ହିଁ ତାଙ୍କ ଭିତରେ ସେ ଯୋଉ ଧନ ଐଶ୍ୱର୍ଯ୍ୟ ସବୁ ଯାହା ବି ବାହ୍ୟ ଆବଶ୍ୟକତା, ତାକୁ ବି ଗ୍ରହଣ କରିବା ପାଇଁ ତାଙ୍କ ଭିତରେ ଗ୍ରହଣଶୀଳତା ବଢି ଯାଇଛି। ତେଣୁ ଇଏ ହଉଛି ଆସ୍ପୃହାର ପାୱାର।
ସେଠୁ ମା ସେଠି କହୁଛନ୍ତି ଠିକ ଆସ୍ପୃହା ଯଦି ରହିବ ତାହେଲେ ଗ୍ରହଣଶୀଳତା ବୃଦ୍ଧି ହବ, କିନ୍ତୁ ତାର ସର୍ତ୍ତ କଣ? ତାମାନେ ଆସ୍ପୃହାଟି ଆମେ ଆମେ କାହିଁକି ଇଚ୍ଛା ସଂକଳ୍ପ ଆସ୍ପୃହା ତିନିଟା କଥା ହେଲେ କି? ତାର କାରଣ ହଉଛି ଆମେ ସଂକଳ୍ପ ବିଭେଦ କରନ୍ତି ଭୁଲି ଯାଆନ୍ତି। ଆମେ ଯୋଉ ଇଚ୍ଛା ଏବେ କରିଥାଉ ତା ପର ମୁହୂର୍ତ୍ତରେ ଆଉ ଗୋଟେ ଇଚ୍ଛା କରୁ। ଆବଶ୍ୟକତା ଅନୁସାରେ ସମୟ ଅନୁସାରେ ବୟସ ବଢିଗଲେ ବି ମୋର ଇଚ୍ଛା ବଦଳି ଯାଏ। ସଂକଳ୍ପ ଏବେ ମୋ ପାଇଁ ଏଇଟା ହଉଛି ସଂକଳ୍ପ, ତାପରେ ମୁଁ ଦେଖୁଛି ସଂକଳ୍ପ ବି ବଦଳୁଛି। କିନ୍ତୁ ଯଦି ଉଚ୍ଚତର ଚେତନା ମାଙ୍କୁ ହଉ ଭଗବାନଙ୍କୁ ହଉ ଯେତେବେଳେ ମୁଁ ପ୍ରାପ୍ତ କରିବା ପାଇଁ ମୋ ଭିତରେ ତୀବ୍ର ଆସ୍ପୃହା ଜାଗ୍ରତ ହଉଛି, ତାକୁ ଆମେ କହିପାରିବା ସେଥିରେ ଆମେ ଯୋଉ ନିଷ୍ଠାପର ଭାବେ ଲାଗି ରହିବା। ଅପ୍ରତିହତ ଆସ୍ପୃହା ଆମେ ପଢିଛୁ ମା ବହିରେ, ପ୍ରଭୁ ଲେଖୁଛନ୍ତି ଅପ୍ରତିହତ ଆସ୍ପୃହା, ଯୋଉ ଆସ୍ପୃହାରେ ଆଉ ଖଣ୍ଡିତ ନାହିଁ, ପ୍ରତିହତ ହଉନାହିଁ। ମାନେ ଏବେ ଆସ୍ପୃହା କରୁଛି ତାପରେ ଟିକେ ସମୟରେ ଭୁଲିଯିବି, ସେମିତି ନାହିଁ। ତ ସେଇ ସମୟରେ ଆସ୍ପୃହାଟି ମୋ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ଯେମିତି କୁହନ୍ତି ଦଣ୍ଡ ପଳ ଲିପ୍ତା ଯେମିତି ତା ଭିତରକୁ ଆହୁରି ଆପଣ ଯେତେ ଭାଗ କରିପାରିବେ ସବୁ ମୁହୂର୍ତ୍ତରେ ସେଇ ଆସ୍ପୃହାଟି ମୋ ଭିତରେ ରହିଥିବ। ସେଥିପାଇଁ ମା କହୁଛନ୍ତି ପ୍ରଥମ ସର୍ତ୍ତ ହଉଛି ତୁମେ ତୁମ ଭିତରେ ଖୁବ ନିଶ୍ଚଳ ରହିବ। ନିଶ୍ଚଳ ରହିଲେ ହିଁ ମୋ ଆସ୍ପୃହାଟି ତୀବ୍ର ହବ। ଆସ୍ପୃହାଟି ଯେତିକି ତୀବ୍ର ହବ ନିଶ୍ଚଳତା ମଧ୍ୟ ସେତେ ବଢିବ। ଭାଇସ୍ ବର୍ସା ଇଜ ଟ୍ରୁ। ତେଣୁ ଯେତେ ନିଶ୍ଚଳ ହବ, ମୋ ଭିତରେ ଅନେକ ସତ୍ତା ଯୋଉ ରହିଛନ୍ତି ସିଏ ତ ନୀରବ ହବ, ସେତେବେଳେ ଊର୍ଦ୍ଧ୍ୱରୁ ଯୋଉ ଉତ୍ତରଟି ଆସିବ ସିଏ ସେଠି ରହିପାରିବ, ନହେଲେ ରହିବନି। ଗୋଟେ ଛୋଟ ଏକ୍ସାମ୍ପଲ, ଯଦି ପାତ୍ରଟି ଆପଣ ଗୋଟେ ଗିନା ଧରିଛନ୍ତି, ଉପରୁ ପାଣିଟା ଢାଳୁଛନ୍ତି ବା ଟ୍ୟାପ ଟା ଖୋଲୁଛନ୍ତି, ମୁଁ ଯଦି ପାତ୍ରଟାକୁ ବାରମ୍ବାର ହଲ ହଲ କରିବି ତାହେଲେ ପାଣି ତା ଭିତରେ ପଶିବ, ଛିଟକୁଥିବ ଚାରିପଟୁ। ପାତ୍ରଟି ଯେତେବେଳେ ଧୀର ସ୍ଥିର ରଖିବେ ତାହେଲେ ଟ୍ୟାପରୁ ଯୋଉ ପାଣିଟି ଆସୁଛି ସେ ତା ଭିତରେ ରହିପାରିବ। ତେଣୁ ଆସ୍ପୃହା କରିଲା ବେଳେ ଦୁଇଟି ଜିନିଷ ମାନେ ଲେଖୁଛନ୍ତି, ଯେ ଏକା ବେଳକେ ଆସ୍ପୃହା ଓ ଗ୍ରହଣଶୀଳତା। ତା ପାଇଁ ସର୍ତ୍ତ ଗୋଟିଏ କଣ? ତୁମେ ଖୁବ ନିଶ୍ଚଳ ରହିବ, ତାହେଲେ ଊର୍ଦ୍ଧ୍ୱରୁ ଯୋଉ ଉତ୍ତର ଆସିବ ସିଏ ଆମ ଭିତରେ ପ୍ରବେଶ କରିବ। ଆମ ଭିତରର ଅନ୍ୟାନ୍ୟ ଯୋଉ ଆମେ ଜାଣିଛନ୍ତି ମନର ନିଶ୍ଚଳତା ନ ଆସିବା ପୂର୍ବରୁ ଯୋଉ ଅବସ୍ଥା ତାର, ଏକଥା ଭାବିଲାଣି ତ ସେ କଥା ଭାବିଲାଣି, ଏଇଟା କରିବି ସେଟା କରିବି, ତାର ଅନୁଭବରୁ ଭାବିବ ଏମିତି କଲେ ଏଇଆ ହବ। ତାପରେ ଯେତେ ଗୁଡେ ପୂର୍ବ କଳ୍ପିତ ଧାରଣା ରହିଛି ଏବଂ ଯେତେ ଗୁଡେ ଜିନିଷ ସେ ଦେଖିଛି, ଏ ସବୁ ଜିନିଷ ତା ପାଖରେ ଏମିତି ଖେଳେଇ ହେଇଯିବ। କାହିଁକି ଖେଳେଇ ହୁଏ? ଏଇ ବି ଗୋଟେ ପ୍ରଶ୍ନ ସମସ୍ତଙ୍କ ଭିତରେ ଆସେ। ଗୋଟିଏ ଛୋଟିଆ ଏକ୍ସାମ୍ପଲ କହିବି, ସେଥିରେ ଆପଣ ସମସ୍ତେ ଧରିପାରିବେ ଯେ କାହିଁକି ମନ ଏମିତି ଚାରିଆଡ କଥା ଭାବେ ବା ତା ଭିତରୁ କାହିଁକି ଚାରିଆଡ କଥା ଆସେ। ବର୍ତ୍ତମାନ ମୋ ନାଁ ଯେତେବେଳେ ଆପଣ ଶୁଣିଲେ, ଆପଣଙ୍କ ମୁଣ୍ଡ ଭିତରେ କଣ ହେଲା? ଆକ୍ଚୁଆଲି ଯୋଉମାନେ ହଠାତ୍ ଶୁଣିଲେ ଯେ ଆଜି ଭାଇଙ୍କର ଅଛି, କି ନାଁ ଟା ଦେଖିଲେ ସାଙ୍ଗେ ସାଙ୍ଗେ ବ୍ରେନ ତା କାମ ଆରମ୍ଭ କଲା। ଭାଇ ହଉଛନ୍ତି ନିଶ୍ଚିତ ଭାଇ। ସିଏ କାଲକୁଲେସନ କଲେ ନିଶ୍ଚିତ ଭାଇ କୋଉଠି ଦେଖିଥିଲି, ତାଙ୍କ ଚେହେରା କୋଉ ଭଳିଆ, ସିଏ କଣ କରନ୍ତି, ସବୁ ଯେତେ ଗୁଡାଏ ତାର ଲିଙ୍କ ରହିଛି, ସବୁ ଲିଙ୍କ ସାଙ୍ଗେ ସାଙ୍ଗେ ସେ ଆଗ ଖୋଜିବ, ଖୋଜିକିରି ଆଇଡେଣ୍ଟିଫାଏ କରିକିରି ଫାଇନାଲ କହିବ ହଁ ଭାଇ ହଉଛନ୍ତି ଏଇ ଭାଇ, ସେଇ ଭାଇ ଆଜି ଆଲୋଚନା କରିବେ। ତା କାମ ହଉଛି ଯୋଉଟା ସେ ବାହାରୁ ଶୁଣିଲା ବା ବାହାରୁ ଦେଖିଲା, ତାକୁ ସେ ତା ଭିତରେ ଥିବା ଯେତେ ଗୁଡାଏ ପୂର୍ବ ଇନଫରମେସନ ସବୁ ରହିଛି ତା ସହିତ ତାକୁ ମିଶେଇକି ତାକୁ ଫାଇନାଲ କରିବ ଯେ ହଁ ଏଇଟା ହଉଛି ଏଇଭଳିଆ। ତ ଏଇ କାମଟି ବ୍ରେନ ଆମ ଭିତରେ ଯୋଉ କରେ ତାକୁ ଆମେ ମାଇଣ୍ଡର ଗୋଟେ କାମ ସେଇଟା।
ତେଣୁ ସେ ସବୁବେଳେ ପ୍ରତ୍ୟେକ ଜିନିଷକୁ ତାର ପୂର୍ବରୁ ଯେତିକି ତଥ୍ୟ ରହିଛି ତା ସହିତ ତାକୁ ମିଳେଇବ। ତେଣୁ ସେ ତାର କାମ ସେଇଥିପାଇଁ ଚାରିଆଡେ ସବୁ ମୁହଁ ମାରିବ ଆଉ। ତେଣୁ ସ୍ଥିର ଯଦି ନ ହେବେ ତାହେଲେ ଊର୍ଦ୍ଧ୍ୱତର ଶକ୍ତି ଆଉ ଯୋଉ ଚେତନା ରହିଛି ସେ ଆସିପାରିବନି। ଆସ୍ପୃହା ଯଦି ତୀବ୍ର ହବ ତାହେଲେ ନିଶ୍ଚଳତା ବୃଦ୍ଧି ପାଇବ। ଦେଖନ୍ତୁ ନିଶ୍ଚଳତା ନ ରହିଲେ ଊର୍ଦ୍ଧ୍ୱତର ଶକ୍ତି ଆଉ ଚେତନା ଆମ ଭିତରକୁ ଆସିପାରିବନି, ଆମେ ପ୍ରବେଶ କରିପାରିବ ନାହିଁ। ତେଣୁ ଏବେ ବୁଝିଗଲେ ଯେ ଆସ୍ପୃହା ତୀବ୍ର ହେଲା ମାନେ ନିଶ୍ଚଳତା ବଢିବ, ନିଶ୍ଚଳତା ବଢିବ ମାନେ ଆଧାର ପ୍ରସ୍ତୁତ ହବ, ଆଧାର ପ୍ରସ୍ତୁତ ହେଲା ମାନେ ଊର୍ଦ୍ଧ୍ୱତର ଶକ୍ତି ଆଉ ଚେତନା ମୋ ଭିତରୁ ପ୍ରବେଶ କରିବ। ସେଥିପାଇଁ ଲେଖୁଛନ୍ତି ଜଣେ ନିଜ ଭିତରେ ଏପରି ଅନୁଭବ କରିବା ଉଚିତ ଯେ ତା ଚିତ୍ତଟି ଏକ ଆସ୍ପୃହାର ଅଗ୍ନିଶିଖା ଭଳି ଉପରକୁ ଉଠୁଛି। କ୍ରମଶଃ ଏହି ଅଗ୍ନିଶିଖା ତୁମ ଚିତ୍ତକୁ ଏଭଳି ପ୍ରସାରିତ କରିବ ଯେ ତାହା ହୋଇ ଉଠିବ ଏକ ପାତ୍ର, ବିଶାଳ ପାତ୍ର, ଯାହା ଫଳରେ କି ଊର୍ଦ୍ଧ୍ୱରୁ ଆଗତ ସବୁ କିଛି ରହିପାରିବ। ମା ପାର୍ବତୀ ସାଧନା ଲୀନରେ ରହିଛନ୍ତି, ତପସ୍ୟା କରୁଛନ୍ତି ଶିବଙ୍କୁ ପ୍ରାପ୍ତ କରିବା ପାଇଁ। ସେ ନିଜେ ହଉଛନ୍ତି ଶକ୍ତି, କିନ୍ତୁ ସେ ପୁଣି ତପସ୍ୟା କରୁଛନ୍ତି, ପୁଣି ସାଧନା କରୁଛନ୍ତି। ଚିନ୍ତା କରନ୍ତୁ, ଇଏ ହଉଛି ତାଙ୍କ ଭିତରର ଏକ ଆସ୍ପୃହା ଯେ ପରମ ଚେତନା ଯୋଉ ଶିବ ମଙ୍ଗଳ ସେ ଯୋଉ ଚେତନାକୁ ସିଏ ଧାରଣ କରି ରହିଛନ୍ତି, ସେ ତାଙ୍କ ପାଖରେ ପରିପ୍ରକାଶ ହୁଅନ୍ତୁ, ସେ ତାଙ୍କୁ ପ୍ରାପ୍ତ କରିବେ। ଯଦି ପାର୍ବତୀ ବି ନିରନ୍ତର ତପସ୍ୟାରେ ରତ ରହୁଛନ୍ତି ଏବଂ ତାଙ୍କର ଆସ୍ପୃହା ଫଳରେ ଯୋଉ ପରମ ଚେତନା ବା ଆମେ ମହାଦେବ ବି କୁହନ୍ତୁ, ସେ ତାଙ୍କ ପାଖରେ ନିରନ୍ତର ଉପସ୍ଥିତ ରୁହନ୍ତୁ ବୋଲି ସେ ଯୋଉ ଆସ୍ପୃହା କରୁଛନ୍ତି, ତେବେ ସିଏ ଯଦି କରୁଛନ୍ତି ଆମେ ସେଥିରେ ଲାଗି ରହିବା କଥା ନା ଆମେ ନ କଲେ ଆମକୁ ମିଳିଯିବ? ତେଣୁ ଆମେ ମନେ ରଖିବା, ଆମେ ପ୍ରାକ୍ଟିସ କରିବାକୁ ପଡିବ। ସେଥିପାଇଁ ମା ଲେଖୁଛନ୍ତି ଆମର ଯୋଉ ଚିତ୍ତଟିକୁ ଆମେ ଗୋଟେ ଧାରଣା କରିବା, ଭାବିବା, କଳ୍ପନା କରିବା, ଯେତେବେଳେ ଆମେ ଧ୍ୟାନସ୍ଥ ହଉଛନ୍ତି ବା ଯେକୌଣସି କାର୍ଯ୍ୟ କରୁଛନ୍ତି ସେ ସମୟରେ ଆମର ଆସ୍ପୃହାର ଯୋଉ ଶିଖାଟି ଧୀରେ 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 ଉପରକୁ ଉଠୁଛି, ଆହୁରି ଉପରକୁ ଉଠୁଛି ଏବଂ ବିଶ୍ୱଗତ ମାଙ୍କ ସହିତ ଯାଇକି ସମ୍ପର୍କ ସ୍ଥାପନ କରୁଛି, ମାଙ୍କୁ ସେଠି ଦର୍ଶନ କରୁଛି। ଏଇଭଳି ଭାବରେ ଆମେ ଇମାଜିନ କରିବା। ମା ସେଟା ଲେଖୁଛନ୍ତି ଏପରି ଅନୁଭବ କରିବା ଉଚିତ ଯେ ଚିତ୍ତଟି ଏକ ଆସ୍ପୃହାର ଅଗ୍ନିଶିଖା ଭଳି ଉପରକୁ ଉଠୁଛି। କ୍ରମଶଃ ଏହି ଅଗ୍ନିଶିଖା ତୁମ ଚିତ୍ତକୁ ଏଭଳି ପ୍ରସାରିତ କରିବ ଯେ ତାହା ହୋଇ ଉଠିବ ଏକ ପାତ୍ର, ବିଶାଳ ପାତ୍ର। ଯେତେ ଯେତେ ଆମେ ସଂକେନ୍ଦ୍ରିତ ହବା ଏବଂ ପ୍ରଥମେ ଆରମ୍ଭ କରିବେ ଆପଣ ଭାବନାରେ, କଳ୍ପନାରେ, କିନ୍ତୁ ଯେତେ ଯେତେ ସଂକେନ୍ଦ୍ରିତ ହେବେ ସେତେ ସେତେ ଦେଖିବେ ଯେମିତି ଆଧାରଟି ଆହୁରି ଅଧିକରୁ ଅଧିକ ବିସ୍ତାର ହଉଛି ଏବଂ ଊର୍ଦ୍ଧ୍ୱରୁ ଆଗତ ଯାହା ବି ଆସିବ ସେ ରହିପାରିବେ। ଏଇଟା ଗୋଟେ ଆକ୍ଚୁଆଲି ପ୍ରାକ୍ଟିସର କଥା। ଜଣେ ଯଦି ପ୍ରାକ୍ଟିସ କରିବ ତେବେ ସେ ଜିନିଷଟି ଅନୁଭବ ବି କରିପାରିବ। ଆପଣ ଯେତେ ଅଧିକରୁ ଅଧିକ ମାଙ୍କ ଉପରେ ସଂକେନ୍ଦ୍ରିତ ହେବେ, ଚାହିଁବେ ଯେ ମା ମୋ ଭିତରେ ପରିପ୍ରକାଶ ହୁଅନ୍ତୁ, ତାପରେ ଦେଖିବେ ବାହାରକୁ ଅନ୍ୟାନ୍ୟ ଜିନିଷ ଯେତେବେଳେ ଆସିକି ଆଗରୁ ଆପଣଙ୍କୁ ଯେତିକି ବିଚଳିତ କରୁଥିଲା, ଯେତିକି ଆପଣଙ୍କୁ ବ୍ୟସ୍ତ ବିବ୍ରତ କରୁଥିଲା, ଆପଣ ସେଗୁଡାକ ଆଉ ଏତେ ବ୍ୟସ୍ତ ବିବ୍ରତ କରିବ ନାହିଁ। କାହିଁ କରେନି? ତାର କାରଣ ହଉଛି ଆମ ଭିତରେ ଗ୍ରହଣଶୀଳତା ବଢିଯାଏ। ତେଣୁ ଯୋଉ କଥାଟି ଆସୁଥିଲା ମୋ ଭିତରେ ଗୋଟେ ରିଆକ୍ସନ ଆସୁଥିଲା, ମୋ ଭିତରେ ତା ପ୍ରତିବଦଳରେ ଗୋଟେ ଜ୍ଞାନ ଯୁକ୍ତ କୁହନ୍ତୁ ବା ଅନୁଭବ ଯୁକ୍ତ କୁହନ୍ତୁ କିମ୍ବା ଅନ୍ତର ପ୍ରେରଣାରୁ ଗୋଟେ ସ୍ପନ୍ଦନ ସୃଷ୍ଟି ହୁଏ। ସେ କହେ ନା ହଁ ଏମିତି ସେ କହୁଛି, କାହିଁକି ନା ସେ ଯୋଉ ଚେତନାରେ ରହିଛି ସେ ସେଇଠୁ ଥାଇକି କହୁଛି। ତେଣୁ why should I react? ଏଇ ଯୋଉ ଭିତରେ ଯୋଉ ସ୍ପନ୍ଦନଟି ସୃଷ୍ଟି ହେଲା
ତାର କାରଣ ହଉଛି ଆମର ଆସ୍ପୃହା। ସେ ଆସ୍ପୃହା ଫଳରେ ଏଇ ଯୋଉ ଜ୍ଞାନ ଯୁକ୍ତ ତଥ୍ୟଟି ମୋ ଭିତରେ ରହିବା ପାଇଁ ଆଧାର ପ୍ରସ୍ତୁତ ହେଲା ଏବଂ ସେଠି ରହିଲା ଏବଂ ପରିପ୍ରକାଶ ହେଲା। ତେଣୁ ଗ୍ରହଣଶୀଳତା ସେଠି ଆମ ଭିତରେ ଆସିଯାଏ। କହୁଛନ୍ତି ଏବଂ ଏଇ ଦୁଇଟି ଏକ ସଙ୍ଗେ ଗତି କରିପାରେ, ଆସ୍ପୃହା ଓ ଗ୍ରହଣଶୀଳତା। ଏବଂ ଯେତେବେଳେ ଏଇ ଦୁଇଟି ଏକତ୍ର ରଖିବାର ଜଣେ ସକ୍ଷମ ହୋଇପାରିବ, ସେତେବେଳେ ସେ ଯାହା କିଛି କରୁଥାଉ ପଛକେ ତା ଭିତରେ ଦୁଇଟି କଥା ଏକ ରହିପାରିବ ଆଉ ଆସ୍ପୃହା ଗ୍ରହଣଶୀଳତା ଏକାବେଳେ ଚାଲିପାରିବ। ଲାଷ୍ଟ ଲାଇନ୍ ଲେଖୁଛନ୍ତି କେବଳ ଚେତନାର ସାମାନ୍ୟ ଅତି ସାମାନ୍ୟ ଓଲମ ବିଲମ ଘଟିପାରେ। ଏଇ ଓଲମ ବିଲମ ଏତେ କମ ହେବ ଯେ ଜାଣି ହେବନି। ଓଲମ ବିଲମ ବା କହୁଛନ୍ତି ଅଳ୍ପ କିଛି କିଛି ଘଟିପାରେ। କଣ ଆସ୍ପୃହା ଆପଣ କହିବେ ଯେ ମୁଁ ଆସ୍ପୃହା କଲେ ଗ୍ରହଣଶୀଳତା କଣ ସତରେ ହୁଏ? ଗ୍ରହଣଶୀଳତା ଆସ୍ପୃହା ସବୁବେଳେ ଏକା ସାଙ୍ଗରେ ଚାଲେ? କାହିଁକି ଓଲମ ବିଲମ ହବ? ମୁଁ ଆସ୍ପୃହା ସହିତ ବେଳେ ବେଳେ ଅହଂ ଆସି ମୁଣ୍ଡ ଟିକେ ଦେଖାଏ। ସିଏ ତାର ଜ୍ଞାନ ଗାରିମା ଦେଖାଏ ଯେ କୌଣସି ଜିନିଷ ପାଇଁ ମୋ ଭିତରେ ଗ୍ରହଣଶୀଳତା ପ୍ରସ୍ତୁତ ହେଇଗଲାଣି ବା ମୋ ଭିତରେ ଗ୍ରହଣଶୀଳତା ଅଛି, କିନ୍ତୁ ସେ ଯେତେବେଳେ ଆସେ ଟିକେ ଗୋଟେ ଆମ ଭିତରେ କହିବ କଣ ଜାଣିଛନ୍ତି? କହିବେ ଏଇଟା ମୁଁ ଏତେ ଚେଷ୍ଟା କଲି ବୋଲି ଆସିଲା ନା। ଆଉ ଏମିତି ବି ସମ୍ଭାବନା ସବୁ ରହିଛି। କାହିଁକି ନା ସିଏ ତାର ରାଜତ୍ୱ ଛାଡିବନି ନା। ତେଣୁ ସିଏ ଏମିତି କେଁ ଦେଖେଇବ। ମୋ ଭିତରେ ଆସ୍ପୃହା ଚାଲିଥିବ, ଗ୍ରହଣଶୀଳତା ସୃଷ୍ଟି ହବ, ଉର୍ଦ୍ଧ୍ୱରୁ ଯୋଉ ଚେତନା ଯୋଉ ଶକ୍ତି ଆସୁଛି ତାକୁ ମୁଁ ଗ୍ରହଣ କରୁଥିବି, କିନ୍ତୁ ଗ୍ରହଣ କଲା ବେଳେ ଟିକେ ଟିକେ ସବୁବେଳେ କେଁ ଦେଖାଉ। ଦେଖିବେ ଆପଣଙ୍କର ଗୋଟେ କାମ ହଉନଥିଲା, ଆପଣ ମାଙ୍କୁ ପ୍ରାର୍ଥନା କଲେ, ଆପଣଙ୍କ ଭିତରେ ଗୋଟେ ପ୍ରେରଣା ଆସିବ କଣ କରିବାକୁ ପଡିବ। ଯଦି ପ୍ରାର୍ଥନା ନ କରିଥିବେ, ସେ କଣ କରିବାକୁ ପ୍ରେରଣା ଆସେନି, ଆପଣ ନ କରିକି ବ୍ୟତିବ୍ୟସ୍ତ ହୁଅନ୍ତି। କିନ୍ତୁ ଯଦି ମାଙ୍କ ପାଖରେ ସମାଧି ପାଖରେ ଆସି କହିଦେଲେ, ତାହେଲେ ସେଠୁ ଗୋଟେ ପ୍ରେରଣା ଆସେ ଯୋଉଟା କି ଆମେ ଜାଣିପାରୁନା ଗୋଟେ କାମ କରିବା ପାଇଁ। ସେ କାମଟି ଆମେ କରିଦଉ, ତା ଫଳରେ ଯୋଉ ଜିନିଷଟି ଆମର ହଉନଥିଲା ସେଇଟା ହେଇଗଲା। ଆମେ ଯେହେତୁ ଜାଣିପାରୁନା ଯେ ସେଇ ଯୋଉ କାର୍ଯ୍ୟଟି ମୋ ଭିତରେ ପ୍ରେରଣା ଆସିଲା ସେଇଟା ମୁଁ ସମାଧିରେ ମାଙ୍କୁ କହିଲି ବୋଲି ମୋ ଭିତରେ ସେଇ କାର୍ଯ୍ୟଟି କରିବା ପାଇଁ ମୋ ଭିତରେ ପ୍ରେରଣା ଆସିଲା, ଏଇ କଥାଟା ଆମେ ଜାଣିପାରୁନୁ। ଯେତେବେଳେ ଆମେ ଜାଣି ନପାରୁ, ଯେତେବେଳେ ମୋର କାମଟା ହେଇଗଲା, ବର୍ତ୍ତମାନ ମୋ ଭିତରେ ଅହଂ ମୁଣ୍ଡ କାଢିବ, ମୁଣ୍ଡ ଟେକିଦବ, କହିବ ଆରେ ତୁ କଲୁ ବୋଲି ସିନା ପାଇଲ, ତୁ ମାଙ୍କୁ ଖାଲି କଣ କହିଦେଇଥିଲେ ହେଇଯିବ? ସମାଧି ପାଖରେ ମୁଣ୍ଡିଆ ମାରି ଖାଲି କହିଦେଲେ କଣ ହେଇଗଲା? ତୁ ଯଦି ନ କରିଥାନ୍ତୁ, ତୁ ଯଦି ଚେଷ୍ଟା କରିନଥାନ୍ତୁ, ସେ କଣ ଛାଁ ଛାଁ ଆସି ତୋ ପାଖରେ ପଶିଯାଇଥାନ୍ତା? ଶୋଇଲା ବାଘ ପାଟିରେ ଆସି ହରିଣ ପଶିବ, ଆ ମତେ ଖା ଖା। ଏଠି ଆମେ ଭୁଲି ଯାଉ ଯେ ମୁଁ ମାଙ୍କ ପାଖରେ ବା ସମାଧି ପାଖରେ ଯେତେବେଳେ ମୋର ସମସ୍ୟାଟିକୁ ଉପସ୍ଥାପନ କଲି, ସେ ତାର ପରିଣାମ ସ୍ୱରୂପ ମୋ ଭିତରେ ଗ୍ରହଣଶୀଳତା ସୃଷ୍ଟି ହେଲା। ତାହା ଫଳରେ ଉର୍ଦ୍ଧ୍ୱରୁ ଯୋଉ ଶକ୍ତିଟି ଅବତରଣ କଲା, ମୁଁ ତା ସହିତ ଏକୀଭୂତ ହେଇପାରିଲି। ତେଣୁ ଅନ୍ତର ପ୍ରେରଣାଟାକୁ ଶୁଣି ପାରିଲି, କାର୍ଯ୍ୟ କରିବା ପାଇଁ ଶକ୍ତି ପାଇଲି ଏବଂ କାମ କଲି। ଏଇ କଥାଟିକୁ ବେଳେ ବେଳେ ଆମେ ବୁଝିପାରୁ, ବେଳେ ବେଳେ ନ ବୁଝିପାରୁ। ସେଇଥିପାଇଁ ମା ଲେଖୁଛନ୍ତି ଯେ ଚେତନାରେ ସାମାନ୍ୟ ଅତି ସାମାନ୍ୟ ଓଲମ ବିଲମ ଘଟିପାରେ, କିନ୍ତୁ ଏଇ ଓଲମ ବିଲମ ଏତେ କମ ହେବ ଯେ ଆପଣ ଜାଣିପାରିବେ। ଏ ବିଷୟରେ ଆମେ କଥା ହେଇ ସାରିଲେଣି ଯେ ଏହା ପ୍ରଥମେ ଆସ୍ପୃହାର ପ୍ରଜ୍ୱଳିତ ଶିକ୍ଷା ଉପରେ ସଚେତନ ହୁଏ, ମୁହୂର୍ତ୍ତକ ପରେ ହିଁ ସେ ତାର ଗ୍ରହଣଶୀଳ ପାତ୍ର ଉପରେ ସଚେତନ ହୋଇଯାଏ। ତା ଅର୍ଥ ତୁମ ଆସ୍ପୃହାର ଶିକ୍ଷାଟି ଉର୍ଦ୍ଧ୍ୱକୁ ଉଠି ତୁମେ ଯାହା ଚାହୁଁଛ ତାହା ଡାକି ଆଣେ ଏବଂ ଠିକ ପରେ ପରେ ହିଁ ତୁମ ଭିତରେ ଗ୍ରହଣଶୀଳ ପାତ୍ରଟି ଉର୍ଦ୍ଧ୍ୱରୁ ଆସୁଥିବା ସେଇ ଶକ୍ତି ଓ ଚେତନାକୁ ଧରି ରଖିବାରେ ସଚେତନ ହୋଇଯାଏ। ଏଠି ଧରି ରଖିବାରେ ସଚେତନ ହୋଇଯାଟାକୁ ମୁଁ ଟିକେ ଆଉ କହିବାକୁ ଚାହୁଁଛି। ପ୍ରଥମେ ଆମେ ଯେତେବେଳେ ଚେଷ୍ଟା କରନ୍ତି, ସେତେବେଳେ କଣ ହୁଏ? ଅନ୍ତର ପ୍ରେରଣା ଆସୁଥିବ, ଯାଉଥିବ, ତାପରେ ମୁଁ ସାଧାରଣ ଅବସ୍ଥାକୁ ଫେରି ଆସୁଥିବି, ଏମିତି ଘଟେ। କିନ୍ତୁ ଆସ୍ପୃହା ଯେତେ ଅଧିକରୁ ଅଧିକ ତୀବ୍ର ହବ,
ये जो ड्यूरेशन केते समय मो पाखर रहुची सेटा अधिक अधिक बढ़ियो तेणु से जो ऊर्ध्वतर चेतना जो आसिकी पळै जाए सेटा धीरे 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 अधिक समय मो पाखर रहइबो जेते मोर आसुरा तीव्र हबो से अनुसार से शक्ति और चेतना को अधिक समय धरि रखिया पई मु प्रस्तुत हेई पारि प्रत्येक आसुरा ऊर्ध्वरु एक उत्तर डाकी आने एवं सही आसुरार फल स्वरूप एही उत्तरटी किंतु प्रतिटी लोकर ग्रहणशीलता उपरे निर्भर करे मु एपरि केते लोकन को जाने सेमाने कहंती ओहो सबु बळे आसुरा करी आसुची तथापि मते किछि मिलु नै एटी आ गोटे एंगल कहउछन देखो जेतल मु आसुरा कली ऊर्ध्वरु मते उत्तर आसीबो निश्चय आसीबो आपण देखिथिले सेटा को प्रकृत कथाटा एबे जानंतु जे जो देवा देवी को जे भी डाकीची यदि से तपस्या कला साधना कला तेबे से देवा देवी आसंती एवं कहंती बर तमे मागो से बर न देकी तांको पाखरे चारा नै आपण कहबे भस्मासुर जेतल बर मागिला शिवं शिव आसी पहुंचले एवं कहले कोन बर मागछ मागो से कहले मते अमर वर दो ये कहले देई हबो से सेटो कहले ताल मोर आगे दरकार शिव कहउजंती अरे ना 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 तमे डाकीछ मु आसीछि तुमको बर मु न देकी जाई परिबि नाही ये जो शब्दटी को यही प्रकार घटना समस्त क्षेत्र में घटी तार कारण देखो मान लिखुंट जड़े जो आसुरा करिछि माने ऊर्ध्वर उत्तर आसीबो निश्चय आसीबो किंतु ता परडा उंपडा प्रतिटी लोकर ग्रहणशीलता ऊपर निर्भर करे से फल कौन हो जदि मु ग्रहण नुह ताल मो पाखु आसिले से तार नष्ट हो आ कोन देखो शिव स्वयं आछंती अनेक समय अपन देखिबे कृष्ण कहंती मते समस्ते डाकुजंती बाबू धन ऐश्वर्य तांकर एटा सेटा दरकार मागुचंती किंतु केही मते मागुना सेठी से हल कना हमर ग्रहणशीलता जहा अछि सेही अनुसार हमको सेही जिंस भल लागे सेठी माकुने केते लोक कहंती मु सब बेला आस्पिरा करे तथापि मते किछि मिलु नै काई मिलले ना सी प्रस्तुत नुह से जो उत्तरटी आसुची से उत्तरटी को ग्रहण करिया सेमाने जे किछि पाइबे नहीं एकता असंभव प्रतिटी आसुरार निश्चय उत्तर रहिछि उत्तर आसे किंतु सेमाने जेहेतु ग्रहणशील नुहंती तेणु सेमाने किछि उत्तर पाई पारंती नाही मा कहउचंदी तापरे जेतो तुमर आसुरा थाए एक अत्यंत क्रियाशील आसुरा तुमे बुझिबो से आसुराटी कार्य करिया जाउछि एवं से किछि गोटे डाकी आनिछि किंतु परे तुमे यदि आउ किछि आडू को मन दियो किंबा से दिगर एकत्र न हुओ बा ग्रहणशील न हुओ ताहाले तुमर आसुराटीर उत्तर तुम पाखु आसी जाइथिले भी तुमे ताकु लक्ष्य करि पारि न थाओ अधिकांश बेले एक कथा घटे कोन घटे देखो आज मो मोर आसुरा हला गोटे कोनसी आमे आसुरा कथा छाड़ गोटे साधारण अर्थ रे बुझिया मु गोटे कोन जिंस मागिली तो मागी देली भगवान को मागिली भगवान मते तो देबे ताकु पुणी धरिबा पे तो मते सामर्थ्य करिवे ना करिवे नै सी सेते आगो मते सामर्थ्य करंती ताकु धरि रखिया पे सेती समय लागे से जो समय लागे ता परे से उत्तरटी मो पाखरे आसी प्रवेश करिवो सेतबेल मो आसुरा बदल जाय माने मु आ गोटा कोन इच्छा कर देते तेणु से जो उत्तरटी आसी थिला से उत्तरटी मते प्रस्तुत करिवो मो भीतर परिप्रकाश करिया पई जो समय निये बेले बेले हम भाबू जे मो बा उत्तर आसिला नै देरी रे उत्तर आसिला कने सेतल को मु आ गोटे कोन मागी सारले लोक सेते कोन कहंती जे मु आसुरा करली किंतु किछि पाइल नै किछि उत्तर मिलला नै मास्तनु किंतु ना से कथा न तुमे प्रकृतर उत्तर पाई था किंतु तुमे से संबंध सचेतन न था कारण तुमे सब बेले घुरुथिवा बळी गोटे कळ भली घुरुथा
से जो बढ़िया एग्जांपल टे से जन भिकारी से मागुजी शिवं को कहूँ हे आशुतोष मते ऐश्वर्य दियो कहीं मते हरियाणा कर इत्यादि शिव पार्वती सेपटे जाऊे पार्वती को दौन अरे मु देवी जे तार आधार प्रस्तुत ही सी ग्रहणशील नुह सी खाली कहीदे एमती ना मुझे देवी से नब रखिपर छाड़द तुम देकी देख गोटे एमती खाली न देकी खाली कह शिव कहले ठीक अच्छे तुम दे दिया जाओ देख परीक्षा कर दिया से तार आधार प्रस्तुत होना जापर सी ग्रहणशील नुह तुम जापर सेठू शिव कौन कले पुड़ा खंडे स्वर्ण अलंकार इत्यादि गोटे पुटुली बांधिकी से निछाटिया रास्तार आगे थोदे सी आसिले देख थुआई नब सी चलुला पाखापाखि होगला से जो थलीर हठात से भाविला जे जो भिकार की अंध जो लोकटी अंध से केमती चले देखिया मुझे चेष्टा कर आखि बंद करके ठकठा ठकठा कर चल से पुटुली तो बाड़ी बजे दे बाड़ी बाजिला शब्द है अरे हे ओहो एमती बाड़ी बाजिले शब्द हम शब्द शुणिले से अड़ेकी जीव सी तार कौन कला ठेल देला चली पड़ेला निजे टिके आड़ हो साइड हो पड़ेला जाकि आगु गल है ए भारी कष्ट से जिन सीना आड़े हो गला आउ जो जिन पथर पथर दब बाड़े हम पिट कष्ट आखि खोलिकी चलला ये उत्तर आसी पहुंची सारे किंतु ग्रहणशीलता जेहेतु नाही तो सही समय से आखि बुझीदेला तेणु आम निश्चल रहिबा निजको प्रस्तुत करवा आश्रुहा करवा मां को प्रार्थना करवा जे मो भीतर ग्रहणशीलता भी बढ़ू शक्ति सामर्थ्य भी बढ़ू जद्वारा तुम्हें जो उत्तर दब से उत्तर को ग्रहण करने उत्तर को परिप्रकाश करने मुझेपरी मोर मन प्राण शरीर जेपरी से अनुसार कार्यक्षम हुअंती से दायित्व भी माँ तुम्हें नि नहले उत्तर आसीबो किंतु आमे से उत्तरटी को उत्तरटीर सर्वोत्तम फल आमे प्राप्त करि न पारू माँ मा 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 मा